ମହାଦେବ ବାବା ଶିବଙ୍କ କଥାରେ ରାବଣ ଲେଖିଥିଲା ଶିବ ତାଣ୍ଡବ ଆଉ ନିଜେ ବୋଲିଥିଲା। ସେଇ ଶିବ ତାଣ୍ଡବ ଯେତେବେଳେ ରାବଣ ପଢ଼ିଥିଲା, ନୃତ୍ୟ କରିଥିଲେ ତାଣ୍ଡବ ନୃତ୍ୟ ବାବା ଶିବ ଶଙ୍କର। ତ୍ରିପୁର କମ୍ପି ଉଠିଥିଲା। ସେ ଶିବ ତାଣ୍ଡବର ଏତେ ମହତ୍ତ୍ୱ, ଏତେ ଓଜନ, ଆଉ କେହି ନ ଜାଣିଲେ ବି ଯେଉଁମାନେ ଜାଣିବା ଲୋକ ଠିକ୍ ଜାଣିଛନ୍ତି। ଏବେ ଶିବ ତାଣ୍ଡବ ଲେଖିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଯିଏ ଦବା ଲୋକ ଶିବ ଶମ୍ଭୁଙ୍କ ଭଳି ସେ ତୟାର ହେଇସାରିଲେଣି। ଆଉ ରାବଣଙ୍କ ଭଳି ଶିବ ତାଣ୍ଡବ ଲେଖିବା ପାଇଁ ଲୋକ ବି ତିଆରି ହେଇସାରିଲେଣି। ତାପରେ ଶିବଙ୍କର ଭଳି ନାଚିବା ପାଇଁ ଶିବ ତାଣ୍ଡବ ସିଏ ବି ମଧ୍ୟ ଠିକ୍ ହେଇସାରିଲେଣି। ଆପଣ ଦେଖିବେ ଆଉ ଅଳ୍ପ ଦିନ ମଧ୍ୟରେ ଏ କଳିଯୁଗରେ ମନୁଷ୍ୟକୃତ ରାବଣ ଶିବ ତାଣ୍ଡବରେ ଏଇ ମନୁଷ୍ୟ ରୂପୀ ଶିବ ତାଣ୍ଡବ ନାଚିବେ। ତ୍ରିପୁର କମ୍ପି ଉଠିବ, ସବୁ ଛାରଖାର ହେଇଯିବ, ସବୁ ନଷ୍ଟ ଭ୍ରଷ୍ଟ ହେଇଯିବ। ଆମେମାନେ ତ୍ରାହି ତ୍ରାହି ଡାକିବା। ସେତେବେଳେ ରକ୍ଷା କରିବ କିଏ? ରଖେ ହରିତ ମାରେ କିଏ? ମାରେ ହରିତ ରଖେ କିଏ? ଆଜ୍ଞା ନମସ୍କାର। ଆପଣମାନେ ତ ସବୁ ଲଙ୍ଗଳା ଫଙ୍ଗଳା ଦେହକୁ ଲାଇକ୍ କରୁଛନ୍ତି, କମେଣ୍ଟ କରୁଛନ୍ତି, କିନ୍ତୁ ଭଲ କଥାକୁ କେହି ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରୁନାହାନ୍ତି। ହଉ, ତଥାପି ଆମେ କହିବା